সীমান্ত অঞ্চলের সীমাপার দুর্নীতি পিচু রাস্তা নাঁরে 5 কোটি টঙ্কার স্ক্যাম ঠিকাদার মালামাল সাধারণ লোকে বেহাল। কোরাপুট জিলার আন্ধ্র সীমান্ত বন্ধুগাঁ ব্লকরে 12 কিলোমিটার রাস্তা কামরে হয়েছি বড় ঘোটালা। বন্ধুগাঁ ব্লকর সান সরপাল্লীরু কাবিরবাড়ি পর্যন্ত এ শোচনীয় রাস্তা উপরে নজর পকান্তু। রাস্তা সারা খালখমা সামান্য বর্ষার রাস্তায় হইতিবা বড় বড় গাতরে পানি জমি যায়। আউ বর্ষা দিন কথা ন কহিবা ভাল। এটা তো 5 বর্ষ হল রোডটা জমতে খতরা হয়ে যাচ্ছে। এই কাম যা করি কন্ট্রাক্ট ঠিকাদার মালামাল ହେଇକି ଯାଉଛନ୍ତି ଆମେ ଅସୁବିଧା ଉଲ୍ଲେଖନ ହୋଇ ପଡୁଛି। ଏଇଟା ତ ସରକାରଙ୍କର ଚାଲିଛି ତାଙ୍କର ଶାସନ। ଠିକାଦାର କିଛି ଦ୍ୱାରା ଧରି ଦିଆ ନିଆ କରିଦଉଛି ଆଉ ଉପରେ କାମ କରି କରି ପଳେଇ ଯାଉଛି। ତାପରେ ଯୋଉ ଗତିକି ସେ ଗତି ରୋଡଟା ପୋଡି ଯାଉଛି ଖରାପ ହେଇଯାଉଛି। ଯିବା ଆସିବା କରୁଛୁ ଆଉ ସେମିତି ଅସୁବିଧା ହେଇକରି ପେଟ ପାଇଁ ଯାହା ହେଲେ କରି ଯିବା ପଡିବ। ମଲେ ବି ଯିବା ପଡିବ। ରାସ୍ତା ତ ବହୁତ କଦର୍ଯ୍ୟ ହେଇଯାଇଛି। ଆରି ଏବେ ଏଇ ସମୟରେ ଖରା ସମୟରେ ଏକା ବହୁତ ଅସୁବିଧା ଯିବା ଆସିବାକୁ ଅସୁବିଧା ହଉଛି। ତାପରେ ଆଉ ବର୍ଷା ବେଳ ତ ବହୁତ ସମ୍ମୁଖୀନ ହଉଛି, ମାନେ ଯିବା ଆସିବାଟା ବହୁତ ଅସୁବିଧା ହଉଛି। ଚାଷ କରୁଛନ୍ତି ବୋଇଲେ ବହୁତ ଦୁଃଖର କଥା ଏଟା କହିଲେ। ରାଲି ପାଇଲି ତ କେତେ ଥର ହେଲାଣି। ଏମେକଡା ଲୋକ ବି କରିଥିଲେ, ଆରି ଲପେଟା ଲୋକ ବି ରାସ୍ତା ପାଇଁ ଏକା କରିଥିଲେ, ହେଲେ ବି ସରକାର ଏବେକୁ କିଛି ବୁଝି ନାହାନ୍ତି କହିଲା ପରି। 2015-16 ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହୋଇଥିଲା ଏହି ରାସ୍ତା କାମ। ଖର୍ଚ୍ଚ ହୋଇଥିଲା 5 କୋଟି 90 ଲକ୍ଷ ଅର୍ଥାତ୍ ପାଖାପାଖି 6 କୋଟି ଟଙ୍କା। କିନ୍ତୁ 6 ମାସ ଗଲାଣି ରାସ୍ତାର ଅବସ୍ଥା ଦୁର୍ବିସହ ହୋଇଗଲା। ସ୍ଥାନୀୟ ଲୋକଙ୍କ କହିବା କଥା ଠିକାଦାର ମାଟି ଉପରେ ପତଳା ପିଚୁ ପକାଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ସଲାସୁତୁରା କରି ତାଳିପକା କାମ କରି ଚାଲିଗଲା। ଏବେ ସାଧାରଣ ଲୋକେ ହେଉଛନ୍ତି ହିନସ୍ତା। ଆପଣଙ୍କୁ ଲାଗୁଛି କି ସେ ରାସ୍ତାଟା 6 କୋଟି ଟଙ୍କାର ବୋଲିକି? ଆପଣ ନିଜେ ଜାଣିପାରୁଥିବେ, ନିଜେ ତ ଦେଖିଛନ୍ତି, ଯାଇକି ଦେଖନ୍ତୁ। ମାନେ 6 କୋଟି ମାନେ 6 ଲକ୍ଷ ଟଙ୍କାରେ ବି ତାହା କାମ ହେଇପାରିନି ଆଜ୍ଞା। ଗଭର୍ଣ୍ଣମେଣ୍ଟର ଗୋଟିଏ ଲକ୍ଷ୍ୟ ହେଲା ଠିକାଦାର ଏବଂ ଅଫିସର ବାବୁ ମାନଙ୍କୁ ମାଲାମାଲ କଲେ ତାଙ୍କୁ ଇଲେକ୍ସନ ବେଳକୁ ସେ ଟଙ୍କା ଆଜ୍ଞା ସଦୁପଯୋଗରେ ଲାଗିବ। ଗରିବ ହିତାଧିକାରୀ ମାନଙ୍କୁ ଯଦି ସେ ଟଙ୍କା ଦେବେ ତାହେଲେ ସେ ମାନେ କଣ ଆଉ ନେକ୍ସଟ ଟାଇମ ଭୁଆ ବୁଲେଇକି ନେଇ ପାରିବେ କି ଆଜ୍ଞା? ଦେଖନ୍ତୁ, ଏ ନେଇକି କଲେକ୍ଟରଙ୍କୁ ମଧ୍ୟ ଗ୍ରିଭେନ୍ସ ଦିଆଯାଇଥିଲା। ଯେତେବେଳେ କଲେକ୍ଟର ଗ୍ରିଭେନ୍ସ ଦିଆଯାଇଥିଲା, କଲେକ୍ଟର ପୁରା ନାଲି ଆଖି ଦେଖେଇଲେ ଆଜ୍ଞା। ଲକ୍ଷ ନାଇଁ କି 2 ଲକ୍ଷ ନାଇଁ, 6 କୋଟି ଟଙ୍କାର ସ୍କାମ ହେଇଛି ଏଠି। ରବି ନାରାୟଣ ଜେନା ନାମକ ଜଣେ ଠିକାଦାର ଏ ପିଚୁ ରାସ୍ତା ପାଇଁ ଟେଣ୍ଡର ନେଇଥିବା ସୂଚନା ଫଳକରେ ଲେଖା ଅଛି। ତେବେ ସେତେବେଳେ ଯେଉଁଭଳି ପ୍ରକ୍ରିୟାରେ ପିଚୁ ପଡ଼ିବା କଥା ସେଭଳି ହୋଇନାହିଁ। ଅର୍ଥାତ୍ ପ୍ରଥମେ ମୋରମ, ପରେ ମେଟାଲିଂ ଏବଂ ତାପରେ ବଜୁରି ପଡ଼ି ଶେଷରେ ପିଚୁ ପଡ଼ିବା କଥା। କିନ୍ତୁ ଠିକାଦାର ସେଭଳି ନ କରି ମାଟି ଉପରେ ନାଁକୁ ପିଚୁ ପକାଇଥିବା ଅଭିଯୋଗ ହୋଇଛି। ଫଳରେ କୋଟି କୋଟି ଟଙ୍କାର କାମ ବର୍ଷେ ବି ଗଲାନି। ରାସ୍ତା ଖରାପ ହୋଇଗଲା। ଏବେ ବଡ଼ ଗାଡ଼ି ତ ଦୂରର କଥା, ଚାଲି ଚାଲି ଯିବା ମଧ୍ୟ ମୁସ୍କିଲ। 6 କୋଟି ଟଙ୍କାର ରାସ୍ତା କାମ ହେଲା, କିନ୍ତୁ 6 ମାସ ମଧ୍ୟ ଗଲା ନାହିଁ। ଗୋଟେ ବର୍ଷାରେ ସବୁ ଧୋଇ ହେଇକରି ପଳେଇଲେ। ଆଜି ପର୍ଯ୍ୟନ୍ତ ସେଠୁ ଲୋକମାନଙ୍କର ଅଭିଯୋଗ, ସେଠୁ ଜନପ୍ରତିନିଧି ମାନଙ୍କ ଅଭିଯୋଗ ଶୁଣି ଆସୁଛନ୍ତି, କିନ୍ତୁ କୌଣସି ଲୋକ କର୍ଣ୍ଣପାତ କରୁନାହାନ୍ତି। ଆରଡି ଯାଇକି ପଚାରିଲେ ସେ ପିଡବ୍ଲ୍ୟୁ ବାଲାକୁ ଦେଖେଇବ, ପିଡବ୍ଲ୍ୟୁ ବାଲାକୁ ଦେଖେଇଲେ ବିଡିଓକୁ ଦେଖେଇବ। ଏମିତି ତାଙ୍କ ଭିତରେ ଲୁଚକାଳି ଚାଲିଛି। କିନ୍ତୁ ଯାହା ଜଣା ପଡୁଛି ସେ ରାସ୍ତା କାମର ଟଙ୍କା ଦୁର୍ନୀତି ହେଇଛି, ଯୋଉଟା କି ସମସ୍ତଙ୍କର ନଲେଜ ଅଛି। କିନ୍ତୁ ଲୋକ ପଚାରିଲା ବେଳକୁ, ଯେ ସାମ୍ବାଦିକ ବନ୍ଧୁ ମାନେ ପଚାରିଲା ବେଳକୁ ତାଙ୍କେ ଲୁଚୁଛନ୍ତି, ସଠିକ ତଥ୍ୟ ଦଉନାହାନ୍ତି। ସାମାନ୍ୟ ବର୍ଷାରେ ରାସ୍ତାରେ ଜମି ଯାଉଛି ଆଣ୍ଠୁଏ ଉଚ୍ଚର ପାଣି। ଗୋଡ଼ି ବାହାରିଗଲାଣି। ଫଳରେ ଯାତାୟାତ କରୁଥିବା ଲୋକେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି। ଏ ଶୋଚନୀୟ ରାସ୍ତା ପାଇଁ କାବିରବାଡ଼ି ପଞ୍ଚାୟତବାସୀ ବାରମ୍ବାର ବ୍ଲକ ପ୍ରଶାସନଠାରୁ ଜିଲ୍ଲା ପ୍ରଶାସନ ଯାଏଁ ଗୁହାରି କଲେଣି। ବହୁବାର ଆନ୍ଦୋଳନ ମଧ୍ୟ କରିଛନ୍ତି, ହେଲେ ମରାମତି ହେଉନି। ଆଗକୁ ବର୍ଷା ଦିନ ଥିବାରୁ କେମିତି ଅଞ୍ଚଳବାସୀ ଯିବା ଆସିବା କରିବେ ତାକୁ ନେଇ ସମସ୍ତେ ଚିନ୍ତାରେ। ସାଧାରଣ ନିର୍ବାଚନ ପୂର୍ବରୁ ରାସ୍ତା ମରାମତି ନ ହେଲେ କାବିରବାଡ଼ି ପଞ୍ଚାୟତବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଲେଣି। ରାସ୍ତା ଭଲ ନାହିଁ, ଆସିବାକୁ ହେଉ ନାହିଁ, ଗାଡ଼ି ଘୋଡ଼ା ଆସିବ ନାହିଁ ତ ସେଭଳି ଆଣିକରି ଦେଉନାହିଁ। ଏ ବୋଲ କରି ଏକା ଦେଉଛି। କେମିତି କରି ଆଣୁଛ? ଏମିତି ଏକା କିସ୍ତି ବହି କରି ଏକା ଆଣୁଛି। ଆଗରେ ପରେ ସେ ତ କରିଛି ବୋଲି କରିଦେଇ କରି କେମିତି କରିଦେଲା ପଳାଇଲା। ପିଚୁ ପକାଇନା? ପିଚୁ ପକା ନାହିଁ, ଅଟା ଆସିବାର ନାହିଁ। କାହିଁକି ଆସୁନାହିଁ? ଇଆଡେ ସାଡେ ହେଇଯିବ, ମାନେ ପାଲଟା ପଲଟା। ହଇ
ଗାତ ମାନେ ବେଶୀ ବେଶୀ ରହିଯାଇଛି ନା ସବୁ ତ ମିଶିକରି ଖାଉଛନ୍ତି ସାର୍ ବିଡ଼ିଆ ଚେୟାରମ୍ୟାନ୍ ସରପଞ୍ଚ କଣ୍ଟ୍ରାକ୍ଟର ମାନେ ପଇସା ଖାଉଛନ୍ତି ସାର୍ 6 କୋଟିର କାମ 6 ମାସ ଗଲାନି କେମିତି? ଠିକାଦାର ଯନ୍ତ୍ରୀ ଓ ବ୍ଲକ ଅଧିକାରୀଙ୍କ ମିଲିଭଗତରେ କିକବ୍ୟାକ୍ ହୋଇଛି କି? କୋଟି କୋଟି ସରକାରୀ ଟଙ୍କା ହରିଲୁଟ୍ ଘଟଣାର ହେବ କି ତଦନ୍ତ? ପିଡବ୍ଲ୍ୟୁଡି ବାଲା ମୁଁ କଥା ହେଇଥିଲି ଯାହା ସେମାନେ କହିବା କଥା ସେ ଆମର ଟେଣ୍ଡର ଡକା ହେଇଯାଇଛି ଅଲରେଡି ଟେଣ୍ଡର ଓପନିଂ ହେଲେ କାମ ଷ୍ଟାର୍ଟ ହବ କେତେ ଟଙ୍କା ତାଙ୍କ ଏଷ୍ଟିମେଟ୍ ମୁଁ ଜାଣିନି ବଟ୍ ଟେଣ୍ଡର ପଚାରୁଥିଲି କାମ କେବେ କଣ ନା ଟେଣ୍ଡର ଓପନିଂ ଟେଣ୍ଡର ଡକା ହେଇଛି ତାଙ୍କର ଓପନିଂ କରିକି ସିଲେକ୍ସନ ହେଲେ ଦେନ୍ କାମ ଷ୍ଟାର୍ଟ ହବ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା କିମ୍ବା ବ୍ଲକ ବିଡିଓଙ୍କ ପ୍ରତିକ୍ରିୟା ନେବାକୁ ଆସିଲେ ଉଭୟ ପକ୍ଷରୁ ଦୋଷ ଲଦାଲଦି ହେଉଛନ୍ତି। ତେବେ ପ୍ରକୃତରେ ଏତେ ବଡ଼ ସ୍କାମରେ କିଏ ଏବଂ କେଉଁ ତରିକାରେ ହଡପ କରାଯାଇଛି ତା ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। କିନ୍ତୁ ଏସବୁ ଭିତରେ ଏବେ ବର୍ତ୍ତମାନ ରାସ୍ତାକୁ ନେଇ ସାଧାରଣ ଲୋକେ ବେହାଲ ହୋଇଥିବା ବେଳେ ଯନ୍ତ୍ରୀ ଠିକାଦାର ମାଲେମାଲ। ବନ୍ଧୁଗାରୁ ଗିରିଧର ଖରା OTV।